ଆମେ ପୁରାଣମାନଙ୍କରେ ବେଶୀ ଗୋଟେ ଚରିତ୍ରକୁ ଆମେ ଜାଣିଥାଉ, ସିଏ ହେଉଛି ଦେବର୍ଷି ନାରଦ। ତ ଦେବର୍ଷି ନାରଦ କେମିତି ହେଲେ, ସିଏ କ'ଣ ଅଭିଶାପ ପାଇଥିଲେ ଏବଂ ତାଙ୍କର କିଛି ଅହଙ୍କାର ବିଷୟରେ ଆଜି ଏ ଭିଡ଼ିଓରେ ଆମେ ଜାଣିବା। କଥା ଅଛି, ପୂର୍ବ ଜନ୍ମରେ ନାରଦ ଜଣେ ଗରିବ ଦାସୀର ପୁଅ ଥିଲେ ଏବଂ ତାଙ୍କ ନାମ ନନ୍ଦ ଥିଲା। ସେ ତନ ମନରେ ବ୍ରାହ୍ମଣ ଏବଂ ସାଧୁସନ୍ତଙ୍କ ସେବା କରୁଥିଲେ। ସେମାନଙ୍କ ସେବା ଓ ସତ୍ସଙ୍ଗରୁ ତାଙ୍କର ସମସ୍ତ ପାପ ନାଶ ହୋଇଗଲା ଏବଂ ତାଙ୍କ ମନରେ ଭଗବାନ ବିଷ୍ଣୁଙ୍କ ପ୍ରତି ଭକ୍ତିଭାବ ଜାଗ୍ରତ ହେଲା। ସାଧୁମାନଙ୍କ କୃପାରୁ ଏବଂ କଠୋର ତପସ୍ୟା ପରେ ସେ ପରବର୍ତ୍ତୀ ଜନ୍ମରେ ବ୍ରହ୍ମାଙ୍କ ପୁତ୍ର ଭାବରେ ଜନ୍ମ ହେଲେ ଏବଂ ଦେବର୍ଷି ନାରଦ ଭାବରେ ପରିଚିତ ହେଲେ। ଏଥିରୁ ଶିକ୍ଷା ପାଉଛେ, ସାଧୁ ସେବା ଓ ଭଗବାନଙ୍କ ନାମ ସ୍ମରଣ କଲେ ମହାନ ହୋଇପାରିବ। ଆମେମାନେ ଜାଣିଛେ ଯେ ନାରଦ ତିନି ଲୋକ ଭ୍ରମଣ କରନ୍ତି, କିନ୍ତୁ କହିବାକୁ ଗଲେ ସେ ଅଭିଶାପ କାରଣରୁ ତିନି ଲୋକ ଭ୍ରମଣ କରନ୍ତି। କଥା ଅଛି, ପ୍ରଜାପତି ଦକ୍ଷ ବ୍ରହ୍ମାଙ୍କ ପୁତ୍ର ସୃଷ୍ଟି କାର୍ଯ୍ୟରେ ନିଯୁକ୍ତ ଥିଲେ। ସେ ଚାହୁଁଥିଲେ ଯେ ତାଙ୍କ ପୁତ୍ରମାନେ ବିବାହ କରି ସଂସାର ବଢ଼ାନ୍ତୁ। ଦକ୍ଷଙ୍କ ପୁତ୍ରମାନେ ଅର୍ଥାତ୍ ହୟସ୍ୱ ଓ ସବଳସ୍ୱ ବିବାହ କରି ସଂସାର କରିବାକୁ ଯାଉଥିଲେ। ସେତେବେଳେ ନାରଦ ମୁନି ସେମାନଙ୍କୁ ଭକ୍ତି ଓ ବୈରାଗ୍ୟର ଉପଦେଶ ଦେଲେ। ସଂସାର ଅସ୍ଥାୟୀ, ଭଗବାନଙ୍କ ଭକ୍ତି ହିଁ ସତ୍ୟପଥ। ନାରଦଙ୍କ କଥା ଶୁଣି ଦକ୍ଷଙ୍କ ସମସ୍ତ ପୁତ୍ର ସଂସାର ତ୍ୟାଗ କରି ବନକୁ ଚଳିଗଲେ ଏବଂ ଭକ୍ତିପଥ ଧରିଲେ। ଦକ୍ଷ କହିଲେ, ନାରଦ, ମୋ ସମସ୍ତ ସୃଷ୍ଟି କାର୍ଯ୍ୟ ନଷ୍ଟ କରିଦେଲେ। ମୋ ପୁତ୍ରମାନଙ୍କୁ ସଂସାରରୁ ଦୂର କରିଦେଲେ। କ୍ରୋଧରେ ଦକ୍ଷ ନାରଦଙ୍କୁ ଅଭିଶାପ ଦେଲେ, ହେ ନାରଦ, ଯେହେତୁ ତୁମେ ମୋ ପୁତ୍ରମାନଙ୍କୁ ସଂସାର ଛାଡ଼ିବାକୁ ବାଧ୍ୟ କଲ, ତେଣୁ ତୁମେ କେବେ ଏକ ସ୍ଥାନରେ ସ୍ଥିର ହୋଇ ରହିପାରିବ ନାହିଁ, ସଦା ଘୂରିବାକୁ ପଡ଼ିବ। ଏହି ଅଭିଶାପର ଫଳରେ ନାରଦ ତ୍ରିଲୋକ ଭ୍ରମଣକାରୀ ହେଲେ। ଦେବଲୋକ, ମର୍ତ୍ତ୍ୟଲୋକ ଓ ପାତାଳଲୋକ ସବୁଠାରେ ଘୂରିଲେ। ନାରାୟଣ ନାରାୟଣ ନାମ ପ୍ରଚାର କଲେ। ଯାହାକୁ ଦକ୍ଷ ଅଭିଶାପ ଭାବିଥିଲେ, ସେଇଟା ନାରଦଙ୍କ ପାଇଁ ଭଗବାନଙ୍କର ଆଶୀର୍ବାଦ ହୋଇଗଲା। ଏହି କାହାଣୀ ଆମକୁ ଶିଖାଏ, ଅହଙ୍କାର ମଣିଷକୁ ବଡ଼ ଦୁଃଖ ଆଣେ। ଭକ୍ତିରେ ନମ୍ରତା ଅତି ଆବଶ୍ୟକ।